ମିଥୁନ ରାଶି ଆଉ ମିଥୁନ ଲଗ୍ନ ଆପଣଙ୍କ ପାଇଁ ଏହା ଆପଣଙ୍କର ଦ୍ୱିତୀୟ ଭାବରେ ଆପଣଙ୍କର ଏଇ ଯେଉଁ ଗୋଚରଟି ହେବାକୁ ଯାଉଛି। ଆଉ ଆପଣଙ୍କ ପାଇଁ ବୋଲି ଆପଣଙ୍କର 12 ନମ୍ବରର ଆଉ ଆପଣଙ୍କର ଚତୁର୍ଥ ଭାବର ଆପଣଙ୍କର ଅଧିପତି ହୋଇକରି ଏହା ଆପଣଙ୍କର ଦ୍ୱିତୀୟ ଘରେ ଆପଣଙ୍କର ଏଇ ଗୋଚରଟି ହେବାକୁ ଯାଉଛି। ଦେଖନ୍ତୁ ଆଜ୍ଞା, କିଛି ଫରେନ୍ର ଆପଣଙ୍କର ଯଦି ମାନେ ଆପଣଙ୍କର କିଛି ମାନେ ଭିଜା କିମ୍ବା କେଉଁ ଟାଇପ୍ର ଷ୍ଟାମ୍ପିଂ ହେରିକା ଯଦି ଅଛି, ତାହା ଦେଖିବେ ହଠାତ୍ କରି ଆପଣଙ୍କର କ୍ଲିକ୍ କରିବ। ଆପଣ କେବେ ହେଲେ ମାନେ ଭାବି ବି ନଥିବେ କି ଆପଣଙ୍କର ଯେଉଁ ଜିନିଷ ଯେଉଁ ମାନେ ଆପଣଙ୍କର କିଛି ସିପମେଣ୍ଟ ଅଛି ଯାହାକି ଫରେନ୍ରୁ ଆସିବାର ଅଛି, ସମୟ ପାଇଁ ବୋଲି ତା ଡିଲେରେ ଚାଲିଥିଲା, ସେସବୁ ସିପମେଣ୍ଟ ଆପଣଙ୍କ ପାଖକୁ ଆସିବ। ଫରେନ୍ ରିଲେଟେଡ୍ ସବୁ କାମରେ ବହୁ ଭାବରେ ଆପଣଙ୍କର ଦେଖିବେ ଆପଣଙ୍କର ତା ଦେହରେ ଶୁଭ ରହିବ। ଆପଣଙ୍କ କର୍ମରେ ବହୁ ଭାବରେ ଆପଣଙ୍କର ପ୍ରଗତି ହେବ। ଆପଣ ଏହି ସମୟରେ ଆପଣଙ୍କର ଯେଉଁ କ୍ୟାଶ୍ ଫ୍ଲୋ ଆପଣଙ୍କର ବହୁ ଭାବରେ ବଢ଼ିବ। କାରଣ ଏଇଟା କେବଳ ଶୁକ୍ରଙ୍କ ଗୋଚର ନାହିଁ, ଏଇଟା ହେଉଛି ଆପଣଙ୍କ ଦ୍ୱିତୀୟ ଭାବରେ। ଆଉ ସେମିତି ବି ଶୁକ୍ର ଦ୍ୱିତୀୟ ଭାବରେ ବହୁତ ଭଲ ଫେଭର କରନ୍ତି, ଆଉ ଆପଣଙ୍କର ବୃହସ୍ପତିଙ୍କ ସହିତ ହେଉଛି। ସେଇଥିପାଇଁ ବୋଲି ମୁଁ କହିବି, ମାନେ ଯେଉଁ କହନ୍ତିନି ସକ୍ସେସ୍ ସବୁ ଜିନିଷରେ ଆପଣଙ୍କର ପାଇଁ ପର୍ଟିକୁଲାରଲି ସେମିତି ବି ଜୁନ୍ ମାସରେ ଆପଣ ମୋର ରାଶିଫଳ ଦେଖିଥିବେ। ଆଶା କରୁଛି ତା ଦେହରେ ବି ଆପଣ ଶୁଣିପାରିବେ। ତ ବହୁ ସମୟ ଭାବରେ ଆପଣଙ୍କ ଯେଉଁ ଅପେକ୍ଷାରେ ଥିଲେ ତାର ଆପଣଙ୍କୁ ଏହାର ଫଳାଫଳ ମିଳିବାକୁ ଯାଉଛି। ଏତିକ ହିଁ ହେଉଛି ଲାଷ୍ଟ ଲାଇନ୍। ଆପଣ ବୁଝିପାରୁଥିବେ କେତେ ସୁନ୍ଦର ଆପଣଙ୍କ ପାଇଁ ବୋଲି ଏଇ ଯେଉଁ ଗୋଚରଟି ହେବାକୁ ଯାଉଛି।